ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ଆଗମନ ଅତି ସନ୍ନିକଟ ଅଟେ, ଆଉ ବିଳମ୍ବ ପରି ଜଣା ପଡୁନାହିଁ। ସିଚୁଏସନ ସେମିତି ଅଛି ବର୍ତ୍ତମାନ। ଇନ୍ କେସ୍ ଯଦି ପ୍ରଭୁ ବିଳମ୍ବ କରିବେ, ମନେ ରଖନ୍ତୁ, ରାପ୍ଚର ହେବାଟା ଯଦି ବିଳମ୍ବ ହେଲା, ତାହେଲେ ଗୋଟେ କଥା ମନେ ରଖନ୍ତୁ, ଆମମାନେ ଏଇ ଜଗତରେ କ୍ଲେଶ କାଳକୁ ସାମନା କରିବାକୁ ହେବ। Only two options, only two things ahead। ଭବିଷ୍ୟତରେ କେବଳ ଦୁଇଟି ବିଷୟ, ଆଇଦର ରାପ୍ଚର ନ ହେଲେ ଟ୍ରିବୁଲେସନ। ପ୍ରଭୁଙ୍କର ଆଗମନ ହେଲେ ହେଇକି ଆମେ ପଳାଇବୁ ସୁରକ୍ଷିତ। ପ୍ରେଜ୍ ଦ ଲର୍ଡ। ଏଇଟା ଆମ ଭରସା। ତାହା ପାଇଁ ଆମମାନଙ୍କର ବର୍ତ୍ତମାନର ପ୍ରଚାର ଏବଂ ପ୍ରସ୍ତୁତିକରଣ। ଯଦି ବିଳମ୍ବ ହେଉଛି ତାହେଲେ ପୃଥିବୀର ଭବିଷ୍ୟତ ଅତି ଘୋର ଅବସ୍ଥାରେ ପଳାଇବ, ଯାହା ଆମେ ସାମ୍ନା କରିବାକୁ ପଡିପାରେ। ତେଣୁକରି ଦିଟା ପାଇଁ ମଧ୍ୟ ପ୍ରସ୍ତୁତ ହେବା ପାଇଁ ଚେଷ୍ଟା କରନ୍ତୁ। ଏଇଟା କେମିତି ହେଲା ବୋଲି କେବେ ବି ଭାବିବାର ନାହିଁ। ସବୁ ମନ୍ଦ ବିଷୟ ସବୁ ଘଟିବାକୁ ଯାଉଛି ଭବିଷ୍ୟତରେ। ଯେପରିକି ଆପଣମାନଙ୍କୁ କହିଲି, ଯଦି ଭଣ୍ଡ ଖ୍ରୀଷ୍ଟ ଆସିକି ଶାସନ କରିବାକୁ ହେଲେ, ଭଣ୍ଡ ଖ୍ରୀଷ୍ଟ କଣ ଦେଇକି ସେ ପ୍ରବେଶ କରିବ, କୋଉ ଏଜେଣ୍ଡା ଦେଇକି ସେ ପ୍ରବେଶ କରିବ, କୋଉ ଯୋଜନା ନେଇକି ସେ ଉପସ୍ଥିତ ହେବ ଜଗତରେ? ଶାନ୍ତିର ଯୋଜନା ନେଇକି ଉପସ୍ଥିତ ହେବ। ଶାନ୍ତି, ଉପାୟ, ସଲ୍ୟୁସନ, ସମାଧାନ ନେଇକି ଉପସ୍ଥିତ ହେବ। ଯଦି ଭଣ୍ଡ ଖ୍ରୀଷ୍ଟ ଶାନ୍ତି ସମାଧାନ ନେଇକି ଉପସ୍ଥିତ ହେବାକୁ ହେଲେ ଜଗତ କୋଉ ଅବସ୍ଥାରେ ଥିବାର ଅଛି? ନିଶ୍ଚିତ ଭାବରେ ଅତ୍ୟନ୍ତ ଭୟଙ୍କର ସଙ୍କଟରେ ପୂର୍ଣ୍ଣ ଥିଲେ ହିଁ ତାର ପାଇଁ ଲୋକମାନଙ୍କର ଆଗ୍ରହ ଆହୁରି ବଢିବ। ତେଣୁକରି ଡୋଣ୍ଟ ଫିଲ୍ ରିଲାକ୍ସଡ। କେବେ ବି ରିଲାକ୍ସ ବୋଲି ଭାବନ୍ତୁ ନାହିଁ। ଏଇଟା ଆମର ଆଶା, ଆମର ଭରସା, ପ୍ରଭୁଙ୍କର ପ୍ରତିଜ୍ଞା, ଆମମାନଙ୍କ ପ୍ରସ୍ତୁତିକରଣ। ଏଇ ସବୁ ବିଷୟ ନ ଦେଖୁନୁ କ୍ୟାପଚର ହେଇକି ପ୍ରଭୁ ଆମକୁ ନେଇଯିବେ ବୋଲିବାଟା ଆମର ଭରସା। ପ୍ରେଜ୍ ଦ ଲର୍ଡ। ଆଉ ଯେତିକି ଚିହ୍ନ ସଫଳ ହେବାର ଆମ ଆଖିରେ ଦେଖୁଛୁ, ଗୋଟେ 20-30 ବର୍ଷ ପୂର୍ବେ ଯାହା ଯାହା ଚିହ୍ନ ଦେଖିବାକୁ ମିଳୁନଥିଲା, ଆଜି ଆମ ଆଖି ସାମ୍ନାରେ ତାହା ସବୁ ଅଚାନକ ଭାବରେ ଘଟିବାର ଦେଖିକି ପ୍ରାୟ କନଫର୍ମ ଲାଗୁଛି, ନାଇଁ ନାଇଁ ପ୍ରଭୁ ପଳେଇ ଆସିବେ ପରି ଲାଗୁଛି। ରାଇଟ? ତେଣୁକରି ରାପ୍ଚର ବହୁତ ଆମ ମାନଙ୍କର, ମୋର ହିସାବ 95% we are at the point of rapture। 5% କହିପାରିବେ ନାହିଁ। ଓକେ, ଆଉ ଗୋଟେ 10-15 ବର୍ଷ ଭିତରେ ଯଦି ପ୍ରଭୁଙ୍କର ଆଗମନ ହେଲାନି, ରାପ୍ଚର ହେଲାନି, ତ ରାଜୀବ ଭାଇଙ୍କୁ ଆପଣ ମାନେ ଗାଳି କରନ୍ତୁ ନାହିଁ କି ରାଜୀବ ଭାଇ ତ ଏମିତି କହିଥିଲେ ରାପ୍ଚର ହେଇଯିବ, ଆମେ ବଞ୍ଚିଯିବୁ ବୋଲଥିଲେ, କିଛି ନାହିଁ ବୋଲି ହୁଅ ନାହିଁ। ओके, वी डोंट नो द प्लान ऑफ गॉड। यहाँ तो रैप्चर, नहीं तो महाक्लेश काल, संकट का काल। तो दोनों के लिए रेडी रहना बहुत जरूरी है। प्रेज द लॉर्ड। ठीक अच्छे, आम मानकर अध्ययन रे आमे माने आसीछु सहस्र वर्ष शासन। हालेलुया। देखंतु सीक्वेंस टा मने रखिबे। प्रथम रे आजिर वर्तमान प्रथम रे जगत जो संकटर अवस्था चलुछि, यहाँ ठारू अधिक संकटपूर्ण हेबाकु जाउछि। जेहेतु आम माने वर्तमान भारत देश रे अछु, आपण माने सब दिन जाय कि जॉब करि पारुछंती, पिला माने स्कूल कॉलेज जाय पारुछंती, टाइम को मास को आपण को सैलरी पळे आसुछि, दरमा पळे आसुछि, एंड नुआ नुआ सिनेमा सब रिलीज हेउछि, क्रिकेट चली। इन इंडिया इट्स जस्ट लाइक माने मीडिया को देखले, न्यूज मीडिया को देखले, इंडिया रे सब कुछ अच्छा है कहिला परी देखा जाउछि। भारत ने जम के चाइना को जवाब दिया, भारत ने जम को पाकिस्तान को जवाब दिया। एमती मीडिया वाला कौन ट्राई कर, हमें ग्रेट, वी आर ग्रेट, वी आर नथिंग टू डू विथ एनीथिंग, हमें बहुत भल चलुछु बोलला परे होछन। मीडिया को बिल्कुल विश्वास करो नहीं। ओके, सबुठु डेंजर रहला आज
ସବୁଠୁ ଡେଞ୍ଜର ବିଷୟ କିଛି ଅଛି ଇଣ୍ଡିଆରେ ବୋଲି କହିଲେ ବି ସେଟା ବି ଗଭର୍ଣ୍ଣମେଣ୍ଟ ବି ନାହିଁ, डेंजर विषय है मीडिया। टोटली सस्ता हो गया, टोटली फेक। वो लोग जो दिखाना चाहते हैं वही दिखा रहे हैं, बस जो मैटर है जो सच है वो नहीं दिखा रहे, असलियत नहीं दिखा रहे। जहां अच्छी जो विपद पूर्ण दैन्य अवस्था अच्छी जो संकटपूर्ण अच्छी आज इंडिया ताहा देखाऊ नांती। ଆଉ ତାହା ପ୍ରତି ଲୋକମାନେ ମଧ୍ୟ ଯେପରି ଧ୍ୟାନ ନ ଦିଅନ୍ତୁ ବୋଲିବା ପାଇଁ ହିଁ ଅଧିକ ଏ ସିନେମା ଫିଲ୍ମ ସିନେମା 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 ମୁଭି 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 ସ୍ପୋର୍ଟସ କ୍ରିକେଟ କ୍ରିକେଟ ମୁଭି ବିଗ ବସ୍ କେବିସି ଖାଲି ଏଥିରେ ଲୋକମାନେ ବାୟା ହେଇ ପାଗଳ ହେଇଯାଉଛନ୍ତି ପୁରା। ओनली मीडिया एंटरटेनमेंट, नथिंग, कुछ भी नहीं, खाने पीने के लिए कुछ भी नहीं है। कौन से हीरोइन को क्या हुआ, कौन से हीरोइन को कि प्रेग्नेंट हुई, और कौन सा कि हीरोइन को कितना 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 मैरिज हुआ, कितना मैरिज करला गोटे हीरोइन, तार केते 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 प्रेग्नेंट हैला, केते मास चले छी, बकवास भर्ती हो गई ही जाई छी न्यूज़ पूरा। केते बड़ बड़ मूर्ति बना हैला, केते कोटी खर्च हैला ए मूर्ति पई। तेणु करी दुनिया उपरे जानतु नहीं, नथिंग इज सेफ्टी, सेफ्टी बिल्कुल सुरक्षा ना ही जगत रे। तो एई भली अवस्था आउरी भयंकर हेबा को जाउछि, एंड वी बिलीव वी आर एक्सपेक्टिंग रैप्चर। प्रेज द लॉर्ड। जहां भी हेउ 2032 बोलिबा आशा, राइट? ता आगुरु भी है जाई पारे, कोई हेबो नहीं रैप्चर, बट वी आर एक्सपेक्टिंग एंड वी आर प्रिपेयरिंग आवरसेल्व्स। कहा जाउछि कोन माने मो आपण मन को कहिली अलमास जेकब विषय रे जहां यूट्यूब रे तार चैनल चली छे, सब विषय से भी जणाय थाए, भंड ख्रीष्ट विषय रे एई सब कथा। तो से तांकर कांसेप्ट कोन बोली कहिला आपण मन को, पोस्ट ट्रिब्युलेशन कमिंग बोली, पोस्ट ट्रिब्युलेशन रैप्चर बोली तांकर धारणा। पोस्ट ट्रिब्युलेशन रैप्चर माने कोन? 7 वर्षर महाक्लेश काल सरला परे ही यीशु आसीबे। ए भितरे मंडली जीवाटा रैप्चर हेबाट सेमति किछ नै, क्लेश काल न हेउनु रैप्चर हेबो नै बोलिबाटा तांको धारणा। से कहबा कथा कोन माने, जेते जण ए प्री ट्रिब्युलेशन रैप्चर को विश्वास करूछंती, जेते जण महाक्लेश काल पूर्वरु ही रैप्चर हेइ जिवो, भंड ख्रीष्ट आसवा पूर्वर ही मंडली पलाइब बोली विश्वास करछंती, एमाने सब दिन भ्रांत रे पड़िबे। आउ मंडली जोगी ए माने जोगी छंती प्री ट्रिब्युलेशन रैप्चर पई, और रैप्चर हेबो नै, भंड ख्रीष्ट आसी जिवो आ 666 मुद्रा आसी जिवो, आ सेते बेले माने रागी जिवे। ए सब क्रिश्चियन माने जिते जण प्री ट्रिब्युलेशन रैप्चर पई अपेक्षा करथिले से माने रागी जिवे। एड देखलो ना, आमे अपेक्षा करूथिलु प्रभु आसिक हमको नै जियो बोली, हमको रक्षा करिवे, ए महाक्लेश काल देखिबा को हेबो नै, ए भंड ख्रीष्ट को देखिबा को हेबो नै, ए 666 मुद्रा को देखिबा को हेबो नै बोली आमे विश्वास करला बळको से आसले नै, हमको रक्षा करले नै, ए देखला बळको भंड ख्रीष्ट आसी गला, ए मुद्रा नेबा को पड़ जाउछि, ए बापा बोली से माने रागी जाई प्रभुଙ୍କ ऊपर पुणी मुद्रा नै जिवे, भ्रांत रे पड़िबे बोली तांकर धारणा। हिज कॉन्सेप्ट इज पोस्ट ट्रिब्युलेशन, पूरा महाक्लेश काल शेष होला परे ही रैप्चर हेबो बोली तांकर धारणा। आपण मन को ता बुझाइली कि से कॉन्सेप्ट रॉन्ग बोली, कारण बाइबल स्पष्ट रे लिखा जाए कि बाधा देउथिबा व्यक्ति मझिरु काढ़ी दिया गला परे से अधर्म पुरुष प्रकाश पाइबो। मंडली रो रैप्चर हल्ला परे ही भंड ख्रीष्ट प्रकाश पाइबो। प्रेज लॉर्ड। अनेक आपण मन को पद पर्व देखाइली कि एई जगत रे महाक्लेश काल रे कन्या मंडली, सती कन्या मंडली रहिबोनी। हाँ, क्रिश्चियंस माने बहुत लोक थिबे जे माने रैप्चर रे जाई न थिबे, जे माने वर्तमान जगत रो लालसा रे सुख विलास रे जीवन
ବିତାଉଛନ୍ତି ଯେମାନେ ଅନେୱେର ବିଲକୁଲ ଯେମାନେ ସତର୍କ ନୁହନ୍ତି ଏଇ ସବୁ ଶିକ୍ଷା ପ୍ରତି ଏଇ ସବୁ ବିଷୟ ପ୍ରତି ଯେମାନେ ନର୍ମାଲି ଖ୍ରୀଷ୍ଟିଆନ ଲାଇଫ ମେଣ୍ଟେନ କରୁଛନ୍ତି ଚାଲ ଯିବା ଏନ୍ଜୟ କରିବା ଜବ କରିବା ଚାକିରି କରିବା କଲେଜ ଯିବା ଡ୍ୟାନ୍ସ କରିବା ପିକନିକ ଯିବା ମୁଭି ଯିବା ଆଉ ସଣ୍ଡେ ଆସିକି ସଣ୍ଡେ ଚର୍ଚ୍ଚ ଆଟେଣ୍ଡ କରିବା ତାପରେ ମଣ୍ଡେ ଟୁ ସାଟରଡେ ପର୍ଯ୍ୟନ୍ତ ଲାଇଫ ଏନ୍ଜୟ କରିବା ଆଉ କ୍ରିସମସ ପାଳିବା ନ୍ୟୁ ଇୟର ପାଳିବା ଏନ୍ଜୟ ଏଇ ଟାଇପ ର ଯେମାନେ ଏନ୍ଜୟିଂ ଟାଇପ ର ଖ୍ରୀଷ୍ଟିଆନ୍ସ ଅଛନ୍ତି worldly Christians ବୋଲି କୁହନ୍ତି ସାଂସାରିକ ଖ୍ରୀଷ୍ଟିଆନ୍ସ ଖାଲି ହିଲିଂ ସବୁ ସୁନ୍ଦର ଭଲ ଭଲ ଡ୍ରେସ ଭଲ ଗାଡି ଭଲ ବଙ୍ଗଲା ଭଲ କ୍ୟାରିୟର ଭଲ ଜବ ଭଲ ସାଲାରୀ ଏଇଟା ପାଇଁ ଏମାନଙ୍କୁ ଶାରୀରିକ ଖ୍ରୀଷ୍ଟିଆନ ବୋଲି କହନ୍ତି ଶାରୀରିକ କାର୍ନାଲ ଖ୍ରୀଷ୍ଟିଆନ୍ସ ଆଣ୍ଡ ୱାର୍ଲଡଲି ଖ୍ରୀଷ୍ଟିଆନ୍ସ ଶାରୀରିକ ଖ୍ରୀଷ୍ଟିଆନ ଆଉ ସାଂସାରିକ ଖ୍ରୀଷ୍ଟିଆନ ଏ ଦୁଇ ଟାଇପର ଖ୍ରୀଷ୍ଟିଆନ ମାନେ ଯେଉଁମାନେ ଆତ୍ମିକତା ପ୍ରତି ବିଲକୁଲ ସତର୍କ ନୁହନ୍ତି ସେମାନେ ସମସ୍ତେ ମହାକ୍ଲେଶ ଦେଇକି ଯିବାକୁ ପଡିବ ଆଉ 666 ମୁଦ୍ରାକୁ ସାମ୍ନା କରିବାକୁ ପଡିବ ଯେମାନେ 666 ମୁଦ୍ରା ଯଦି ସାମ୍ନା କରିବେ ଆଉ ମୁଦ୍ରା ଯଦି ନେବେ ନାହିଁ ପ୍ରଭୁଙ୍କ ନିମନ୍ତେ ଭଣ୍ଡ ଖ୍ରୀଷ୍ଟ ହାତରେ ତାଡନା ପାଇ ଯଦି ମୁଣ୍ଡ ଛେଦନ ଯଦି ହେଇଯାଇ ପାରିବ ସେମାନଙ୍କର ତାହେଲେ ସେମାନେ ମହାକ୍ଲେଶ କାଳର ସାଧୁ ମାନଙ୍କର ଦଳରେ ସଂଯୁକ୍ତ ହେବେ ବୋଲି ଆପଣମାନଙ୍କୁ କହିଲି ଓକେ କନଫ୍ୟୁଜ ହୁଅନ୍ତୁନି ମହାକ୍ଲେଶ କାଳ ଆସିବା ପୂର୍ବରୁ ଭଣ୍ଡ ଖ୍ରୀଷ୍ଟ ପ୍ରକାଶ ପାଇବା ପୂର୍ବରୁ ମଣ୍ଡଳୀ ଯେମାନେ ଆତ୍ମିକ ମଣ୍ଡଳୀ ଆଜ୍ଞା ସ୍ପିରିଚୁଆଲ ମ୍ୟାଚ୍ୟୁର୍ଡ Christians they will go ହାଲେଲୁୟା ଯେମିତି ହେଲେ ମଧ୍ୟ ଭାର୍ଯ୍ୟା ଯୀଶୁ ଖ୍ରୀଷ୍ଟଙ୍କର କନ୍ୟା ଆଗେ ଯିବ ଡେଷ୍ଟିନେସନ ମ୍ୟାରେଜ କଥା କହିଲି ଆପଣମାନଙ୍କୁ ଓକେ କନ୍ୟା ଆଗେ ଯିବ ଗେଷ୍ଟ ମାନେ ପରେ ଆସିବେ କନ୍ୟା ଆଗେ ଯିବ କାହିଁକି କନ୍ୟା ଆଗେ ଯିବ କାହିଁକି ମାନେ ଆମେ ମହାକ୍ଲେଶ କାଳ ପର୍ଯ୍ୟନ୍ତ ଜଗି ନାହୁଁ ଆମେ ଏବେ ସୁଦ୍ଧା ନିଜକୁ ଚୂର୍ଣ୍ଣ କରୁଛୁ ଏବେ ସୁଦ୍ଧା ପରୀକ୍ଷିତ ହେଉଛୁ ଏବେ ମଧ୍ୟ 666 ମୁଦ୍ରାକୁ ଆମେ 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 ପ୍ରତିରୋଧ କରୁଛୁ ଏବେ ବି ଭଣ୍ଡ ଖ୍ରୀଷ୍ଟର ଶିକ୍ଷାକୁ ତାହାର ପ୍ରଣାଳୀକୁ ତାହାର ଯୋଜନାକୁ ଆମେ ପ୍ରତିରୋଧ କରୁଛୁ ଭଣ୍ଡ ଖ୍ରୀଷ୍ଟ ପୁରା ଭବିଷ୍ୟତରେ ଆସିବ ଏବେ କେମିତି କରୁଛୁ ବୋଲି କହିଲା ଆପଣମାନଙ୍କୁ ଜଣାଇଲି ଭଣ୍ଡ ଖ୍ରୀଷ୍ଟ ଭବିଷ୍ୟତରେ ବ୍ୟକ୍ତି ରୂପରେ ନେଇକି ଆସିବ କିନ୍ତୁ ଏବେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ଭଣ୍ଡ ଖ୍ରୀଷ୍ଟ ଗୋଟେ ଆତ୍ମା ରୂପରେ ବା ଅଦୃଶ୍ୟ ରୂପରେ ମଣ୍ଡଳୀ ଭିତରେ କାମ କରୁଛି ତ ଯେଉଁ ଖ୍ରୀଷ୍ଟିଆନ ମାନେ ବର୍ତ୍ତମାନ ଏବେ ସୁଦ୍ଧା ଅଲରେଡି ଫେସିଂ ଦ ଆଣ୍ଟିକ୍ରାଇଷ୍ଟ ସାମ୍ନା କରୁଛନ୍ତି ଭଣ୍ଡ ଖ୍ରୀଷ୍ଟକୁ ସାମ୍ନା କରୁଛନ୍ତି 666 ମୁଦ୍ରାକୁ ସାମ୍ନା କରିକି ଜଗତର ସୁଖ ବିଳାସକୁ ଦୂର କରୁଛନ୍ତି ଆପଣ ଠାରୁ ଆଉ ଆତ୍ମିକତାକୁ ବଞ୍ଚାଇକି ରଖୁଛନ୍ତି ସେମାନେ ଅଟନ୍ତି ସତୀ କନ୍ୟା ମଣ୍ଡଳୀ ସବୁବେଳେ ମନେ ରଖନ୍ତୁ 10th କ୍ଲାସ ମାର୍ଚ୍ଚ ମାସରେ ଗୋଟେ ଥରକୁ ପାସ୍ ହେଇଯାଇଥିବା ଦଳ ଅଲଗା ଫେଲ ହେଇକି ସେପ୍ଟେମ୍ବର ମାସରେ କଣ କହିବେ ସପ୍ଲିମେଣ୍ଟାରୀ କହିବେ ନା କଣ କହିବେ ସେକେଣ୍ଡ ଟାଇମ ରେ ପାସ୍ ହେବା ଦଳ ସବୁବେଳେ ଅଲଗା ଦେ ଆର୍ ନଟ୍ ଇକ୍ୱାଲ ଏନି ଟାଇମ ଦୁଇ ଜଣ ବି 10th ପାସ୍ ହେଇଛନ୍ତି କିନ୍ତୁ ଗୋଟେ ମାଡକୁ ପାସ୍ ହେବା ଲୋକ ମାନେ ଅଲଗା ଫର୍ଷ୍ଟ ଆଟେମ୍ପ୍ଟ ରେ ପାସ୍ ହେବା ଲୋକ ଅଲଗା 2-3 ବର୍ଷକୁ ଥରେ ପାସ୍ ହେବା ଲୋକ ମାନେ ଅଲଗା there is always difference ତ ନିଶ୍ଚିତ ଭାବେ କନ୍ୟା ମଣ୍ଡଳୀ ରାପ୍ଚର ହେବାକୁ ପଡିବ ଏଟା ଯେବେ ବି ହଉ ରାପ୍ଚର କିନ୍ତୁ ଆଗେ ମଣ୍ଡଳୀ ଯିବ ତାପରେ ବାକି ଖ୍ରୀଷ୍ଟିଆନ ମାନେ କ୍ଲେଶ ଭୋଗିବେ ଓକେ ତ ମଣ୍ଡଳୀ ସ୍ୱର୍ଗକୁ ଗଲା ପରେ କଣ ହେବ ବୋଲି କହିଲି ପ୍ରଥମରେ ଖ୍ରୀଷ୍ଟଙ୍କର ନ୍ୟାୟ ସିଂହାସନରେ ସେ କଣ ବିଚାରିତ ହେବ ବା ପୁରସ୍କୃତ ହେବ ତାପରେ ସ୍ୱର୍ଗରେ ବିବାହ ମହୋତ୍ସବ ଉପସ୍ଥିତ ଆଉ ଜଗତରେ କଣ ହେବ 7 ବର୍ଷର ମହାକ୍ଲେଶ କାଳ ହେବ ଜଗତରେ କଣ ଘଟିବ ମହାକ୍ଲେଶ ବେଳକୁ 2 ସାକ୍ଷୀ ଆସି ଯହୂଦୀ ମାନଙ୍କୁ ପ୍ରଭୁଙ୍କ ନିକଟକୁ ଫେରାଇ ଆଣିବେ
जिहुदी माने सब आसबे कि नाई 1,44,000 जिहुदी माने ही आसबे। आ गोटे पक्षरे ख्रिश्चियन माने परित्यक्त ख्रिश्चियन माने ताड़ना प्राप्त है आपना आपना को साबित करने को पड़ो कि आमे प्रभु को पटे अच्छु आमे भंड ख्रीष्ट पटे नहु। भंड ख्रीष्ट कह मत तो खाइबा को देबी तुमको पीवा को देबी तुमको सब किछ कराई देबी तुम इे पड़े आस मुद्रा नहीं जाओ मु भी परा ख्रीष्ट बोली कहब। तो सेते बेले ख्रिश्चियन मानकर डिसीजन ऊपर रहिला से माने स्वर्गीय जीशु ख्रीष्ट को पटे थिबे ना भंड ख्रीष्ट पटे थिबे। स्वर्ग दरकार ना भंड ख्रीष्ट देबा 4 वक्त की 2 वक्त की रोटी। आज बुझाला बेले तो मानु नांती अरे 2 वक्त की रोटी के पीछे मत जाओ स्वर्ग के पीछे जाओ बोले ना आमे जगत रे मध्य हमको प्रभु आशीर्वाद करबी बोली कहबा जो प्रचार चली सेटा भंड ख्रीष्टर प्रचार अटे। डिड यू गेट इट जानी पारले एबे कहले जे मानो ना 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 सेमती हबो नै स्वर्ग भी प्रभु देबे जगत रे भी सुख बिल सुख भोग भी प्रभु देबे बोली एमन भाबु छंती से माने महाक्लेश काल बेल को परीक्षित हेबे। अब क्या बोलता बोली बोली बो शैतान एबे कोन कहू जगत दरकार ना स्वर्ग दरकार। स्वर्ग माने एको कटिला स्वर्ग एको के कटेबे आगा थाओ मो नहीं नहीं पिला मान को देखिए हमें रोई पारिबो कि मामी मामी मत खाइबा को दे बाबा खाइबा को दे बोले होतिबे एते कष्ट हृदय चूर्ण हे जिवो आज्ञा चिपुड़ी हे जिवो। बहुत ख्रिश्चियन माने 666 मुद्रा नहीं जिबे से रोटी और पानी पे परिवार को देबा को पड़िबो कि नहीं। तथापि बाइबल को है महाजनता प्रभु को पाई महाक्लेश काल रे आपनार प्राण दे देले। वाह से किए से महाजनता अवश्य आज जो माने एई शिक्षा एई वाक्य सुनिबार सुजोग पाई नाहंती पॉइंट ऑफ नोटेड। बहुत मंडली रे इमती शिक्षा नाई बहुत मंडली रे आगमन विषय जानी नाहंती बहुत ख्रिश्चियन माने भंड ख्रीष्ट शासन विषय जानी नाहंती बहुत ख्रिश्चियन माने ए 666 मुद्रा विषय जानी नाहंती से माने महाक्लेश काल बेले अनुग्रह पाइबे प्रभु को ठार एंड डेफिनेटली प्रभु को पाई शहीद हेबार हत हेबा निमंते पवित्र आत्मा को अभिषेक भी पाइबे। तो सुजोग हराइबो किए जो माने एई सब वाक्य शुणी कि भी जे मन अवहेला करिसंती से माने आउरी सुजोग पाइबे बोली मु तो भाबु नै। जो माने एतकी वाक्य शुणी कि आज शुणी कि भी ना एडा मिछ कथा एटा हेबो नै एडा एमती लिखा है एमती नै एडा कॉन्टेक्स्ट नै एडा बुलाई 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 कि निजर धारणा रे राजीव भाई बुझाउ छ एटा नै बोल जन भाबु छंती देमन फसिबे बुदिने। मन रखो तो महाक्लेश काल रे कहा को सुजोग मिलिबो जे माने सुनि नांती जमा। ओके सुजोग कहा को मिलिबो नै जे माने सुनि कि भी ठुकराई छंती जे माने ए प्रचार को हट्टा करी छंती मजा करी छंती आज सेत पे को है के जण सुनि कि भी गॉड बोल के पळांते लेफ्ट ग्रुप रो लेफ्ट जूम रो लेफ्ट यूट्यूब लेफ्ट ब्लॉक ए टाइप रो क्रिश्चियन मानको टिके चिन्ह तो टिके काहे के मन जाउ छंती माने एटीट्यूड थिबो ना कि अच्छा आहा फटा मजा मजाक उड़ाते हैं इमती पुणी आजकल पिला माने बुझाई लेनी आ बोलला परे पिला भाऊ बाल पाचले हे गला कि नहीं बुद्धिटा दरकार नहीं के जन को कौन माने बाल पाचले कौन लगाओ कलर लगाओ बुद्धिटा देखो आत्मिकता देखो पान चबाई चबाई थिबे आमको को गॉड ए माने सब पॉसिबल बोलछि मु ऐसे लोगों को पहचानो। एंड यू नो समथिंग आ गोटे कथा कहारे सहित आपण माने जुक्ति तर्क करंतु नाही कारण मु आपण मान को आग्रह कहली एई भोली वाक्य
କେବଳ ମନୋନୀତ ଲୋକମାନେ ହିଁ ବୁଝିବେ, ଗ୍ରହଣ କରିବେ, ପ୍ରସ୍ତୁତ ହେବେ। ଯେଉଁମାନେ ମନୋନୀତ ନାହାନ୍ତି ସେମାନେ ତ ନମ୍ବର 1 ବୁଝିପାରିବେନି, ନମ୍ବର 2 ଗ୍ରହଣ କରିପାରିବେ ନାହିଁ। ଯେଉଁମାନେ ଗ୍ରହଣ କରୁନାହାନ୍ତି, ମାନୁନାହାନ୍ତି, ଡେଫିନେଟଲି ସେମାନେ ଯୁକ୍ତି ତର୍କ କରିବାକୁ ବାହାରିବେ। ତ ଆପଣ ମାନେ ସେମାନଙ୍କ ସହିତ ଯୁକ୍ତି ତର୍କ କରିବା ପାଇଁ ରେଡି ହୁଅନ୍ତୁନି। ଅମକ ରେଫରେନ୍ସ ଦେଖାଇଦେବା, ରାଜୀବ ଭାଇ ଦେଖାଉଥିଲେ, ଅମକ ରେଫରେନ୍ସ ଦେଖାଇଦେବା, ରାଜୀବ ଭାଇଙ୍କୁ ମେସେଜ କରିଦେବା, ଆଜ୍ଞା ଏମିତି କହୁଛନ୍ତି, ଆମେ କେମିତି ଉତ୍ତର ଦେବା? ଆମର ତମେ କାହିଁକି ଉତ୍ତର ଦେବ? ମୁଁ ତ କାହାକୁ ଉତ୍ତର ଦେଉନି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେମିତି ଶିଷ୍ୟମାନଙ୍କୁ ବୁଝାଉଥିଲେ, ସେମିତି କେବେ ଶାସ୍ତ୍ରୀ ଫାରିସୀ ମାନଙ୍କୁ ବସେଇକି ବୁଝାଇଲେ କି? କେବେ ବୁଝାଇ ନାହାନ୍ତି। କଣ ପାଇଁ? ଆରେ ସେମାନଙ୍କୁ ବି ସେ ବୁଝାଇ ପାରିଥାନ୍ତେ କି ନାହିଁ? ଆମେ ଜାଣିଛୁ 12 ବର୍ଷ ବୟସରେ ଯୀଶୁ ଖ୍ରୀଷ୍ଟ ଜେରୁସାଲେମ ମନ୍ଦିରକୁ ଯାଇକି ବଡ ବଡ ପଣ୍ଡିତ ମାନଙ୍କ ପାଖରେ ଯାଇକି ସେ ଯେତେବେଳେ ବକ୍ତବ୍ୟ ଦେଉଥିଲେ କିମ୍ବା ଶାସ୍ତ୍ର ବିଷୟରେ କିଛି କହୁଥିଲେ, ସେମାନେ ପୁରା ଆଚମ୍ବିତ ହେଉଥିଲେ ବୋଲି ଲେଖାଯାଏ। 12 ବୟସର ପିଲା ଯେତେବେଳେ ଶାସ୍ତ୍ର ବିଷୟରେ କିଛି ବୁଝାଉଥିଲେ, ବଡ ବଡ ପଣ୍ଡିତ ମାନେ ବି ଆଶ୍ଚର୍ଯ୍ୟ ହେଉଥିଲେ ବୋଲି ଲେଖା ଅଛି। ତାର ଅର୍ଥ କଣ? Jesus can convince, Jesus can argue, Jesus can debate, but he would not. ସେ କଲେ ନାହିଁ। କଣ ପାଇଁ? ଆରେ ଯେଉଁମାନେ ମନୋନୀତ ନାହାନ୍ତି ସେମାନଙ୍କୁ ଆମେ କନଭିନ୍ସ କରିପାରିବା ନାହିଁ। ନମ୍ବର 1, କଲେ ବି ଲାଭ କିଛି ନାହିଁ। ଏ ଡିବେଟ୍ସଟା ବେକାର। ଚର୍ଚ୍ଚା, ଡିସ୍କସନ, ଆର୍ଗ୍ୟୁ, ତର୍କ ବିତର୍କ ଏ ପଛରେ ଯାଆନ୍ତୁ ନାହିଁ। ବୁଝିଲେ କି? କେବେ ବି ତର୍କ ବିତର୍କ ନାହିଁ। ଯଦି ଦେଖନ୍ତୁ ଆପଣ ମାନେ ପବିତ୍ର ଆତ୍ମା ପାଇଛନ୍ତି, ଆଉ ମୁଁ ଯେଉଁ ପବିତ୍ର ଆତ୍ମା ପାଇଛି, ଆପଣଙ୍କର ଆତ୍ମା ମୋର ଆତ୍ମା ଯଦି ସେମ୍, ତାହେଲେ ମୁଁ କହିବାଟା ଆପଣ ମାନେ ଅତି ସହଜରେ ବୁଝିପାରିବେ। ତର୍କ ବିତର୍କ ପଛରେ ଯାଆନ୍ତୁନି। ଗୋଟେ ପଦ ଦେଖ, ଏ ଆଲଫା ଅଛି, ଆଜି ଆଲଫା ପଢିବ ତିତୋସ 3 8 ରୁ ପଢ ବେଟା। ତିତୋସ ପତ୍ରିକା 3 ଅଧ୍ୟାୟ 8 ପଦରୁ। ଏହି କଥା ବିଶ୍ୱାସ୍ୟ, ଆଉ ଯେପରି ଈଶ୍ୱରଙ୍କ ଠାରେ ବିଶ୍ୱାସକାରୀମାନେ ସମସ୍ତ ସତ୍କର୍ମରେ ବ୍ୟାପୃତ ରହିବାକୁ ମନୋଯୋଗୀ ହୁଅନ୍ତି, ଏଥି ନିମନ୍ତେ ଏହି ସମସ୍ତ ବିଷୟରେ ଦୃଢ ରୂପେ ଶିକ୍ଷା ଦିଅ ବୋଲି ମୋହର ଇଚ୍ଛା। ଏହି ସମସ୍ତ ବିଷୟ ମନୁଷ୍ୟମାନଙ୍କ ପକ୍ଷରେ ଉତ୍ତମ ଓ ହିତଜନକ, କିନ୍ତୁ ବିତଣ୍ଡାବାଦାନୁବାଦ, ବଂଶାବଳୀ, ବିରୋଧ ଓ ବ୍ୟବସ୍ଥା ବିଷୟକ ବାକ୍ ଯୁଦ୍ଧରୁ ଅନ୍ତର ହୁଅ, କାରଣ ସେହି ସବୁ କ୍ଷତିଜନକ ଓ ଅସାର। ଯେଉଁ ଲୋକ ଭ୍ରାନ୍ତ ମତାବଲମ୍ବୀ, ତାହାକୁ ଥରେ ଦୁଇଥର ଅନୁଯୋଗ କଲାଉତାରେ ତାହାଠାରୁ ପୃଥକ ରୁହ। ଏହିପରି ଲୋକ ଯେ ପଥଭ୍ରଷ୍ଟ ହୋଇଅଛି ଓ ପାପ କରି ଆପଣାକୁ ଆପେ ଦୋଷୀ କରେ, ଏହା ତ ତୁମ୍ଭେ ଜାଣ। ବାସ୍ ବାସ୍ ବାସ୍, ଏଟା ସରଳ ଭାବରେ ପାଉଲ କହିଲେ। ଏମାନେ କଣ ପୁଣି 9 ପଦରେ, କିନ୍ତୁ ବିତଣ୍ଡବାଦାନୁବାଦ, ବିତଣ୍ଡବାଦ ମାନେ ବାଦାନୁବାଦ, ତର୍କ ବିତର୍କ, ଯୁକ୍ତି 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 କରୁଥିବେ। ଆମେ ଅମକ କହିଲେ ଅମକ ଦେଖାଇବେ, ଅମକ, ସେମାନେ ବି ବାକ୍ୟ ହିଁ ଦେଖାଇବେ। ଓକେ, ଏମିତି ବିତଣ୍ଡବାଦ ବା ତର୍କ ବିତର୍କ କରିବାର ଗୋଟେ ଦଳ ବୁଲୁଛନ୍ତି, ଗୋଟେ ଗ୍ରୁପ ବୁଲୁଛନ୍ତି। ଆମର ଏଠି ବେଶୀ ଆନ୍ଧ୍ରା ତେଲେଙ୍ଗାନାରେ ଟିକେ ଷ୍ଟାର୍ଟ ହେଲେ, ବିଶେଷ କରି ବିଶ୍ରାମ ବାର ବିଷୟରେ କହିବାର ଲୋକମାନେ ବାହାରି ପଡିଲେଣି। ବିଶ୍ରାମ ବାର ମାନେ କଣ? ବିଶ୍ରାମ ବାର ରବିବାର ନାହିଁ, ଶନିବାର ଦିନ। ଆମେ ଶନିବାର ଦିନ ହିଁ ଆମେ ପ୍ରଭୁଙ୍କର ଉପାସନା କରିବା କଥା। ଆମେ 10 ଆଜ୍ଞା ପାଳିବା କଥା। 10 ଆଜ୍ଞାରେ ଶନିବାର ଦିନ ବିଶ୍ରାମ ବାର ପାଳିବାକୁ କୁହାଯାଇଛି। ବିଶ୍ରାମ ବାର ନ ପାଳିଲେ ଆମେ 10 ଆଜ୍ଞାରେ ଗୋଟେ ଆଜ୍ଞା ଆମେ ଆଜ୍ଞା ଲଙ୍ଘନ କଲା ପରି ଆଉ ପାପ ହେଲା ପରି। ବିଶ୍ରାମ ବାର ବିଶ୍ରାମ ବାର ବିଶ୍ରାମ ବାର ମାନେ ପ୍ରାୟ ଗୋଟେ ଦଳ ହେଇକି ଘରେ ଘରେ ଯାଇକି ପଶିକି ଅନେକ ପ୍ରଭୁଙ୍କ ଲୋକମାନଙ୍କର ମୁଣ୍ଡ ଖାଇ ଦଉଛନ୍ତି। ପୁଣି ସେମାନେ ବହୁତ ଯୁକ୍ତି ତର୍କ କରୁଛନ୍ତି, ବାଇବଲରେ ବହୁତ କାଢି କାଢି ଦେଖାଉଛନ୍ତି।
ଆମ ଘରକୁ ବି ଗୋଟେ ଦଳ ଆସିଥିଲେ, ପୁଣି ମୁଁ ନଥିଲି, ସଙ୍ଗୀତ ଥିଲେ, ସେମାନେ କହୁଛନ୍ତି ନାଇଁ ମରିୟମ ବିଷୟରେ କିଛି କହୁଥିଲେ। ସେ ମରିୟମ ନା, ହଁ, ଯୀଶୁ ଖ୍ରୀଷ୍ଟଙ୍କର ମାତା ମରିୟମକୁ ବି ଆମେ ପାଳିବାର ମାନିବାର ଅଛି ନା? ମରିୟମ ନାଇଁ, ଆଉ ଜଣେ ମାତା ଅଛି, କଣ କହୁଥିଲେ ପୁଣି? ମାତା ଜେରୁସାଲେମ ସାର୍। ହଁ, ମାତା ଜେରୁସାଲେମ ବୋଧେ କେ ମାତା ଈଶ୍ୱର କଣ। ଦେଖନ୍ତୁ ଏମିତି ଗୋଟେ ଦଳ ବୁଲୁଛନ୍ତି, ଓକେ। ଆଉ ସେ ଗୁଡ ନ୍ୟୁଜ ବୋଲି ତୁମେ ତୁମେ ବିଶ୍ୱାସ କରୁଛ କି? ତୁମେ ପରିତ୍ରାଣ ପାଇଛ କି? ସତ୍ର ପରିତ୍ରାଣ ପାଇଛ କି? ପରିତ୍ରାଣ ପାଇଛ ପ୍ରମାଣ କଣ? ମାନେ ପ୍ରଭୁ ତୁମର ପାପ କ୍ଷମା କରୁଛନ୍ତି କି? ହଁ, କ୍ଷମା କରୁଛନ୍ତି। ଆମେ ପାପ କରୁନ କି? କରୁଛି। କେମିତି ତୁମେ ପରିତ୍ରାଣ ପାଇଲ ବୋଲି ବିଶ୍ୱାସ କରୁଛ? ଏମିତି ଆପଣଙ୍କର ମୁଣ୍ଡ ଖାଇଦେବେ। ସେମାନଙ୍କ ଧାରଣା କଣ, ମାନେ ତୁମେ ଯଦି ସତରେ ପରିତ୍ରାଣ ପାଇଛ, ତୁମେ ପାପ କରିବାକୁ ଆଉ ଡରିବ ନାହିଁ। କାରଣ ତୁମ ବର୍ତ୍ତମାନର ପାପ, ଭବିଷ୍ୟତର ପାପ ପ୍ରଭୁ କ୍ଷମା କରି ସାରିଛନ୍ତି। ତୁମେ ଆହୁରି ପାପ କରିବାକୁ ଡରୁଛ, ଆଉ କରିକି ବି ତୁମେ ତୁମର ହୃଦୟ ବାଧୁଛି, ଆରେ ଏମିତି କେମିତି କରିଦେଲି ରେ ବୋଲି, ଯୋଉଟା ଆମର କନସିୟସ୍ ଥିବ, ଗିଲ୍ଟି କନସିୟସ୍, ସେଟା ଯଦି ସେଟା ରଖ ନାହିଁ। ପାପ କରିକି ଛି ମୁଁ ପାପ କରିଦେଲି, ଛି ମୁଁ ପାପ କରିଦେଲି ବୋଲି ହୁଅ ନାହିଁ, କାରଣ ପ୍ରଭୁ କ୍ଷମା କରି ସାରିଲେଣି। ଜଷ୍ଟ ଏନ୍ଜୟ, ଜଷ୍ଟ ହ୍ୟାଭ୍ ଫେଥ୍, ଏନ୍ଜୟ ଇନ୍ ୟୋର ସିନ୍। ଏ ଟାଇପର ଟିକେ ଗୋଟେ ବାହାରିଲା, ଟିକେ କଣ ବହୁତ ଜୋରରେ ବାହାରିଲା। ମତେ ବେଶୀ ଗାଳି କରିଲେ ମତେ ୟୁଟ୍ୟୁବରେ, ଏମିତି ବହୁତ ଲୋକମାନେ, ଏଇ ଶିକ୍ଷା ପାଳିବା ଲୋକମାନେ। ଓକେ, ଛାଡ, ଆମେ ସେମାନଙ୍କୁ ଶିକ୍ଷା ଦେବା ପାଇଁ ମୁଁ ଏଠି ବସି ନାହିଁ, ସେମାନଙ୍କୁ ବୁଝାଇବା ପାଇଁ ଏଠି ବସି ନାହିଁ। ମୋର ଦାୟିତ୍ୱ ଆପଣ ମାନଙ୍କ ପ୍ରତି ଅଛି। ବିତଣ୍ଡବାଦ ଆଉ କଣ? ବିରୋଧ ଓ ମଶାଙ୍କ ବ୍ୟବସ୍ଥା ବିଷୟକ ବାଗ୍ ଯୁଦ୍ଧରୁ ଅନ୍ତର ହୁଅ। ଆର୍ଗ୍ୟୁମେଣ୍ଟ, ଏତେ ଜୋରଦାର ଆର୍ଗ୍ୟୁମେଣ୍ଟ କରିବେ କି ରାଗିଯିବେ ପରସ୍ପରକୁ। ଏଥିରେ ଅନ୍ତର ହୁଅ, କାରଣ ଏହି ସବୁ କ୍ଷତିଜନକ ଓ ଅସାର, ଏଥିରେ ଲାଭ ନାହିଁ। Even if you win an argument, people will not change. Huh? Winning an argument is not winning soul. ଗୋଟେ ଯୁକ୍ତି ତର୍କରେ ଜିତିବାଟା, ଆତ୍ମଲାଭ କରିବାଟା ସେମ୍ ନୁହେଁ। they are not same. ଯୁକ୍ତି ତର୍କ କରି କେତେ ଜଣଙ୍କ ବେଶୀ ଚାଲାକି ବେଶୀ ଥିବ, ସେମାନଙ୍କର କଣ କହିବେ, ବାକ୍ୟର, ମୁଖର କଥାବାର୍ତ୍ତା କରିବାର ଚାଲାକି ବେଶୀ ଥିବ। ଉଲ୍ଟା ସିଧା ଉଲ୍ଟା ସିଧା ଉଲ୍ଟା 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 ସିଧା କହି 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 ଲୋକମାନଙ୍କୁ କନଭିନ୍ସ କରିଦେଇ ପାରିବେ। ସେମିତି ଲୋକମାନଙ୍କ ପାଖରେ ଆମେ ବସେଇ ଦେଲେ ସେମାନେ ସାମ୍ନା ବାଲାକୁ ଅବଶ୍ୟ ହରାଇ ଦେଇ ପାରିବେ, ମାନେ ପରାସ୍ତ କରିପାରିବେ ଯୁକ୍ତି ତର୍କରେ, କିନ୍ତୁ ପରାସ୍ତ ହେଇକି ସେ ବ୍ୟକ୍ତି ପରିତ୍ରାଣ ପାଇବ ନାହିଁ, ଚୁପଚାପ ଉଠିକି ପଳାଇବ ବସ। ସେତିକି। ନେଭର ଆର୍ଗ୍ୟୁ। ଦୁନିଆରେ ବହୁତ ଡିବେଟ ଚାଲୁଛି, ହିନ୍ଦୁ ଖ୍ରୀଷ୍ଟିଆନ ର ଡିବେଟ ଚାଲୁଛି, ବେଦ ଶାସ୍ତ୍ର ବାଇବେଲର ଡିବେଟ ଚାଲିଛି। ଡିବେଟ୍ସ ରେ ଅବଶ୍ୟ ବହୁତ ଥର ଆମର ପ୍ରଭୁଙ୍କ ଦାସ ମାନେ ଜିତିଛନ୍ତି, ଅବଶ୍ୟ ବହୁତ ଥର ମୁସଲିମ ଡିବେଟ୍ସ ରେ ବି ଆମର କେତେ ଜଣ ଜିତିଛନ୍ତି, ହାରି ବି ଛନ୍ତି, ଯେ କିଏ କାହାକୁ ମାନିବାଟା ନାହିଁ। ଆଉ ସାମ୍ନା ବାଲା ହାରିକି କଣ ପ୍ରଭୁଙ୍କୁ ପାଇଦେବ ବୋଲଛନ୍ତି କି? ଆରେ ଏମିତି କି ଆଜ୍ଞା, ହଉ ସାର୍ ମୁଁ ସରି, ମୁଁ ହାରିଗଲି, ଆଉ ତେଣୁକରି ମୁଁ ପ୍ରଭୁଙ୍କୁ ପାଇବି ବୋଲଛନ୍ତି କି? ପିପୁଲ ୱିଲ୍ ଗେଟ୍ ହର୍ଟ, ସେମାନଙ୍କର ଇଗୋ ହର୍ଟ ହେବ, ଉଠିକି ପଳେଇବ ବସ ରାଗିକି। ତେଣୁକରି ଯୁକ୍ତ ଅନ୍ତର ହୁଅ 10 ପଦରେ, ଯେଉଁ ଲୋକମାନେ ଭ୍ରାନ୍ତ ମତାବଲମ୍ବୀ, ପଏଣ୍ଟ ଅଫ ନୋଟେଡ, ଭ୍ରାନ୍ତ ମତାବଲମ୍ବୀ ଲୋକ ଥିବେ, ସେମାନଙ୍କର ମତାମତ ଅଛି, ବଟ୍ ଇଟ୍ସ ଭ୍ରାନ୍ତ, ମିଥ୍ୟାପୂର୍ଣ୍ଣ। କାହିଁକି ଏତେ ଜୋରଦାର? କାରଣ ସେମାନେ ମଧ୍ୟ ବାଇବେଲର କେତେକ ପଦ ପର୍ବ ଦେଖାଇ ଜାଣନ୍ତି, ସେତିକି ସକ୍ଷମତା ଅଛି ଆଜ୍ଞା, ଜ୍ଞାନ ଅଛି ସେମାନଙ୍କ ପାଖରେ, ଜ୍ଞାନ। ତେଣୁକରି ସେମାନେ ବାକ୍ୟରୁ ଦେଖାଉଛନ୍ତି ବୋଲି ଆପଣ ମାନେ କନଭିନ୍ସ ହୁଅନ୍ତୁ ନାହିଁ। ମତାବଲମ୍ବୀ ତାହାକୁ ଥରେ ଦୁଇ ଥର ଅନୁଯୋଗ କଲା ଉତ୍ତାରେ ତାହା ଠାରୁ ପୃଥକ ରୁହ। ସେ ତ କିଛି ପଚାରିଲା, ଥରେ କହିବ, ଦୁଇଥର କହିବ, ତାପରେ ଓକେ ओके ब्रदर, इट्स ओके, आप लोग वो चलाइए, नो प्रॉब्लम, जाइए, क्या है प्रॉब्लम? क्या
शास्त्री फारसी माने यीशु ख्रीष्ट को पाखक आसी बारंबार तुम विश्राम बार पालुन कौन विश्राम बार पालन कौन 10 थर 1000 थर बहुत विरक्त करथिले प्रभु बेसी किछि करले कहिले नहीं अरे विश्राम बार मोर मंगल करूछि किछि काम करूछि कि तो सेमान को प्रभु बुझाइबा पे चेष्टा करि नांती कि तुम भी विश्राम बार पालिबा दरकार नहीं बोली करो क्या है एपरी लोक जे पथभ्रष्ट होई अछि 11 पद देखो इमिति मतावलंबी इमिति भ्रांत शिक्षार लोक माने पथभ्रष्ट होई अछि ओ पाप करी आपना को आपे दोषी करे एहा तो तुम्हें जानो आगे आपण मान को कहली आमे पापी मान को हेले परित्राण को आनी देई परिबा किंतु भ्रष्ट लोक मान को आनी देई परिबा नहीं एते को शिक्षा धरी लोक माने भ्रष्ट हेछन इछि करि परिबा नहीं तेणु करी कहारे सहित जुक्ति तर्क करंतु नहीं ओके आ गोटे कथा जने भाई एमती ता सहित भूत चढ़ाइबा पळाइला पुणे से भूत तांको पछरे पळे आसला ना कोन राति सारा सोइबा को हेउनी पुणे आ बोले किए तुमको के कहला जीवा पई एते स्पीड हुओ नहीं आगे प्रथमे निजो को सजाड़ो